ଚାଲନ୍ତୁ ଶୁଣିବା ଏକ କବିତା। କବିତାର ଶୀର୍ଷକ ମୃତ୍ୟୁ ଏକ ନୀରବ ଉଷ୍ଣତା। ଚାଲନ୍ତୁ ଶୁଣିବା କବିତା। ଏମିତି ଏକ ଆହ୍ୱାନ କାନେ କାନେ ଧୀରେ ସେ ଚିତାଏ। ସମୟ ବଡ଼ ବଳବାନ, ସମୟ ବଡ଼ ବଳବାନ। ବେଳ ଥାଉ ଥାଉ ଆନା, ବେଳ ଥାଉ ଥାଉ ଆନା, ପରସ୍ପରକୁ ଚିହ୍ନିବା, ଭଲ କି ଜାଣିବା, ଖୁବ୍ ମିଠା ସ୍ମୃତି କିଛି ପୁଞ୍ଜି କରି ନେବା। ପ୍ରତି କଥାର ଥାଏ ପରିଣତି, ପ୍ରତି କଥାର ଥାଏ ପରିଣତି, ମାନି ନେଉ ତାକୁ ବଡ଼ କ୍ଷତି। ନୁହଁ ତାହା ଜୀବନର ବଡ଼ କ୍ଷତି, କ୍ଷତି ହିଁ ତାହାକୁ କୁହାଯିବ ଯାହା ଆମ ଜୀବିତାବସ୍ଥାରେ ଆମରି ଭିତରେ ପ୍ରତିକ୍ଷଣ ମରୁଥାନ୍ତି, ପ୍ରତିକ୍ଷଣ ମରୁଥାନ୍ତି। କିଏ କହେ ମୃତ୍ୟୁ ଜୀବନର ବିପରୀତ, କିନ୍ତୁ ତାହା ଜୀବନର ଅଂଶ ଅଟେ ସତ। ସେଇ କେବଳ ତରଳାଇ ପାରେ ମନ, ପ୍ରାଣ ଓ ଆତ୍ମାକୁ, ପ୍ରେମର ଉଷ୍ଣତା ଗୋଟାଇ ନେବାକୁ। ସେଇ କେବଳ ତରଳାଇ ପାରେ ମନ, ପ୍ରାଣ ଓ ଆତ୍ମାକୁ, ପ୍ରେମର ଉଷ୍ଣତା ଗୋଟାଇ ନେବାକୁ। କେଡ଼େ ଦାମୀ ଏ ସମୟ, ଠିକ୍ ସାଗର ପରି ଉଷ୍ଣତାର ଘର ତୋଳିଥାଏ, ଉଛୁଳା ଢେଉକୁ ପୁଣି ଠିକଣା ଦେଇଦିଏ। ସମୟ ସହ ନା ଅଛି ଦସ୍ତାବିଜ କି ଚୁକ୍ତି କିଛି, ସମୟଠୁ ଧାର ନିଆ ଶ୍ୱାସ ହିଁ ଜୀବନ। ଶରୀର ଜଳେ ଛାତିର ଶେଷ ଶ୍ୱାସ ପରେ, ଶରୀର ଜଳେ ଛାତିର ଶେଷ ଶ୍ୱାସ ପରେ, ଖର୍ଚ୍ଚ ହୋଇସାରେ ପ୍ରତି ପଦପାତ, ପ୍ରତ୍ୟେକ ନିଶ୍ୱାସ। କିଛି ଭୟ, ଶଙ୍କା, ଭ୍ରାନ୍ତି ଉପରେ ବାଣ୍ଟିଥିବା ପ୍ରେମ, ସଦାଚାର, ବେଧଡ଼କ ଚାଲିଥିବା ପଥ ହିଁ ତୁମ ପରିଚୟ ହୁଏ। ଦ୍ୱାର ଦେଶେ ତାର କରାଘାତ ବାଜେ, ଚୋର ପରି ନୁହଁ ଅତିଥି ସାଜେ। ଲୋଡ଼ା ନାହିଁ କୁଞ୍ଚି କି କଲପ, ବୈଭବ, ବର୍ଣ୍ଣ ଓ ବୟସ। ମୃତ୍ୟୁ କି ଏ ଧରାର ସତ୍ତା ଅଦୃଶ୍ୟ କରାଏ, ବରଂ ଧାରୁଆ ନିଶ୍ୱାସ ଟିକକ ଫେରାଇ ନିଏ। ହଁ, ଧାରୁଆ ନିଶ୍ୱାସ ଟିକକ ଫେରାଇ ନିଏ। ଧନ୍ୟବାଦ। ଜୟ ଜଗନ୍ନାଥ।